ଆସନ୍ତୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମମାନେ ଆଦି ପୁସ୍ତକର 16 ପର୍ବଟିକୁ ଅଧ୍ୟୟନ କରିବା। ଏହି 16 ପର୍ବରେ 16 ଗୋଟି ପଦ ଥିବାର ଆମମାନେ ଦେଖୁଁ। ଆଉ ଏହି 16 ପର୍ବରେ ଯେଉଁ ବର୍ଣ୍ଣିତ ଘଟଣା ଆବ୍ରାହମଙ୍କର 80 ବର୍ଷ ବୟସର ଘଟଣା ଏଠାରେ ଆମମାନେ ଦେଖିବାକୁ ପାରୁ। ଏଠାରେ ପରମେଶ୍ୱର ଆବ୍ରାହମକୁ ପ୍ରତିଜ୍ଞା କରି 10 ବର୍ଷ ମାତ୍ର ବିତି ଯାଇଛି। ସେହି ସମୟରେ ଆବ୍ରାହମଙ୍କର ସ୍ତ୍ରୀ ସାରା ଆବ୍ରାହମକୁ କହିଲେ ଯେ ଦେଖ, ମୁଁ ତ ନିସନ୍ତାନ ହେଲି, କାରଣ ତା ପାଖରେ କୌଣସି ସନ୍ତାନ ନଥିଲେ। ତେଣୁ ସେ କହିଲେ, ଆବ୍ରାହମକୁ କହିଲେ, ଦେଖ, ସଦାପ୍ରଭୁ ମୋତେ ବନ୍ଧ୍ୟା କରିଅଛନ୍ତି, ଏଣୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଏହି ଦାସୀର ସହବାସ କର, କିଏ ଜାଣି ମୁଁ ଏହା ଯୋଗୁଁ ପୁତ୍ର ପାଇ ପାରିବି। ତେବେ ଆବ୍ରାମ ସାରାଙ୍କର ବାକ୍ୟରେ ସମ୍ମତ ହେଲେ। ଆଉ ଆବ୍ରାହମ ହାଗାରର ସହବାସ କରନ୍ତେ ସେ ଗର୍ଭବତୀ ହେଲା। ପୁଣି ଆପଣାର ଗର୍ଭ ହୋଇଅଛି ଏହା ଜାଣି ସେ ନିଜ ସନ୍ତାଣୀକୁ ତୁଚ୍ଛ ଜ୍ଞାନ କରିବାକୁ ଲାଗିଲା। ତାପରେ ସାରା ଆବ୍ରାହମକୁ କହିଲେ ଯେ ମୋ ପ୍ରତି ଏହି ଅନ୍ୟାୟ ଫଳ ତୁମ୍ଭର ହେଉ। ମୋତେ ସେ କାହିଁକି ଘୃଣା କରୁଅଛି ବା ମୋ ପ୍ରତି ସେ କାହିଁକି ସେ ଦୁର୍ବ୍ୟବହାର କରୁଅଛି। ମୁଁ ଆପଣାର କେଉଁ ଦାସୀକି ତୁମ୍ଭ କ୍ରୋଡ଼ରେ ଦେଇଅଛି, ସେ ଏବେ ଆପଣାର ଗର୍ଭ ଜାଣି ମୋତେ ତୁଚ୍ଛ ଜ୍ଞାନ କରୁଅଛି। ସଦାପ୍ରଭୁ ତୁମ୍ଭ ଓ ମୋହର ବିଚାର କରନ୍ତୁ। ଏହି ପ୍ରକାରେ ସାରା ଆବ୍ରାହମକୁ କହିଲା। ତହିଁରେ ଆବ୍ରାହମ ସାରାଙ୍କୁ କହିଲେ, ଦେଖ, ତୁମ୍ଭର ଦାସୀ ତୁମ୍ଭ ହାତରେ ଅଛି, ତୁମ୍ଭକୁ ଯାହା ଭଲ ଦିଶେ ତାହା ପ୍ରତି ତୁମେ କର। ତହିଁରେ ସାରା ହାଗାର ପ୍ରତି କଠିନ ବ୍ୟବହାର କଲେ। ତହିଁରେ ସାରା ହାଗାରଙ୍କ ପ୍ରତି କଠିନ ବ୍ୟବହାର କରନ୍ତେ ସେ ତାଙ୍କ ପାଖରୁ ପଳାଇଗଲା। ତାପରେ ସଦାପ୍ରଭୁଙ୍କର ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍ ସୁରର ପଥରେ ଯେଉଁ ନିର୍ଝର ଅଛି, ତହିଁ ନିକଟରେ ତାହାକୁ ଦେଖି କହିଲେ, ଆଗ ସାରାର ଦାସୀ ହାଗାର, ତୁମ୍ଭେ କେଉଁଠାରୁ ଆସିଲ? ପୁଣି କେଉଁଠାକୁ ଯିବ? ତହିଁରେ ସେ କହିଲା, ମୁଁ ଆପଣା ସନ୍ତାଣୀ ସାରା ନିକଟରୁ ପଳାଇ ଆସିଅଛି। ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, ତୁମ୍ଭେ ଆପଣା ସନ୍ତାଣୀ ନିକଟକୁ ଫେରିଯାଇ ନମ୍ର ଭାବରେ ତାଙ୍କର ହସ୍ତର ବଶୀଭୂତା ହୁଅ। ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା ଯେ ବାହୁଲ୍ୟ ହେତୁରୁ ତାହା ଅଗଣ୍ୟ ହେବ। ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇସମାଏଲ ଅର୍ଥାତ୍ ପରମେଶ୍ୱର ଶୁଣନ୍ତି ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ। ପୁଣି ସେ ମନୁଷ୍ୟମାନଙ୍କ ମଧ୍ୟରେ ବନଗର୍ଦ୍ଧବ ସ୍ୱରୂପ ହେବ, ତାହାର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାହାର ବିରୁଦ୍ଧରେ ଥିବ। ପୁଣି ସେ ଆପଣା ଭାଇମାନଙ୍କ ସମ୍ମୁଖରେ ବାସ କରିବ। ଆଉ ହାଗାର ଆପଣା ସହିତ କଥାବାର୍ତ୍ତାକାରୀ ସଦାପ୍ରଭୁଙ୍କର ଏହି ନାମ ରଖିଲା, ଯଥା ମଦର୍ଶକ ପରମେଶ୍ୱର, ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖିଅଛ। ଯେହେତୁ ସେ କହିଲା ଯେ ମୋତେ ଦେଖନ୍ତି, ତାଙ୍କ ଦର୍ଶନ ଉତ୍ତାରେ ମୁଁ କି ଏଠାରେ ଆହୁରି ବଞ୍ଚିବି।
कि ଆହୁରି ବଞ୍ଚି ଅଛି। ଏଣୁ ସେହି କୂପର ନାମ ବେରଲହୟ ରୋଇ ଅର୍ଥାତ୍ ଦର୍ଶନାନ୍ତେ ଜୀବନ କୂପ ରଖାଗଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି। ଅନନ୍ତର ହାଗାର ଆବ୍ରାହମଙ୍କ ନିମନ୍ତେ ପୁତ୍ର ପ୍ରସବ କରନ୍ତେ ଆବ୍ରାହମ ହାଗାର ଠାରୁ ଜାତ ଆପଣାର ସେହି ପୁତ୍ରର ନାମ ଇସମାଏଲ ଦେଲେ। ଆବ୍ରାହମଙ୍କର 86 ବର୍ଷ ବୟସରେ ହାଗାର ଆବ୍ରାହମଙ୍କ ନିମନ୍ତେ ଇସମାଏଲକୁ ପ୍ରସବ କଲା। ପରମେଶ୍ୱର କହିଲେ ଆବ୍ରାହମକୁ ଯେ ଆମମାନେ 15 ପର୍ବରେ ଆମେ ଦେଖିଥିଲୁ, ମୁଁ ତୋହର ସନ୍ତାନକୁ ଆକାଶର ତାରାଗଣ ସଦୃଶ୍ୟ ମୁଁ କରିବି। ତଥାପି ଏହି ବାକ୍ୟରେ ଆବ୍ରାହମ ଏବଂ ସାରା ବୟସ ଯେତେବେଳେ ଅତିକ୍ରମ କରିବାକୁ ଲାଗିଲା, ସେମାନେ ବିଶ୍ୱାସରେ ସେମାନେ ଅଟଳ ହୋଇ ରହିପାରିଲେ ନାହିଁ। ତେଣୁ ସେମାନେ ପରମେଶ୍ୱରଙ୍କର କହିଥିବା ବାକ୍ୟକୁ ପୂର୍ଣ୍ଣ କରିବା ନିମନ୍ତେ ସେମାନେ କେମିତି ବି ଏକ ପୁତ୍ର ବା ସନ୍ତାନ ଆମମାନେ ପ୍ରସବ କରିବା ବା କୁଆଡ଼ୁ ହେଲେ ଆମମାନେ ଏକ ସନ୍ତାନ ଆମ କୋଳରେ ଆମେ ନେବା, ସେହି ଆଶାରେ ସେ ବିଚାର କଲେ ଯେ ସାରାଙ୍କର ଏକ ଦାସୀ ଯେଉଁ ହାଗାର ନାମକ ଯେଉଁ ଦାସୀ ଥିଲା, ତାହାଙ୍କ ସହିତ ସନ୍ତାନ ପ୍ରାପ୍ତ ହେବା ପାଇଁ ଯୋଜନା କଲେ। କିନ୍ତୁ ତାହା ପରମେଶ୍ୱରଙ୍କ ତରଫରୁ ଯୋଜନା ନଥିଲା। ଆଉ ସେମାନେ ହାଗାରଙ୍କ ଦ୍ୱାରା ଏକ ପୁତ୍ର ପ୍ରାପ୍ତ କଲେ। ଆଉ ସେମାନେ ପରମେଶ୍ୱରଙ୍କର ବାକ୍ୟ ଉପରେ ସେମାନେ ବିଶ୍ୱାସ କରିପାରିଲେ ନାହିଁ। ଆଜି ମଧ୍ୟ ଆମମାନେ ମନୁଷ୍ୟ ପରମେଶ୍ୱରଙ୍କ କହିଥିବା ବାକ୍ୟ ଉପରେ ଆମେ ବିଶ୍ୱାସ କରୁନାହୁଁ। ପରମେଶ୍ୱର ସେ କହିଅଛନ୍ତି ମୁଁ ଦେବି, ମାନେ ସେ ଦେବେ। ତାଙ୍କର ପ୍ରତିଜ୍ଞାକୁ ସେ କେବେ ବିଫଳ କରିବେ ନାହିଁ। ତାଙ୍କରି ଲୋକମାନଙ୍କୁ ସେ ଦେବେ ହିଁ ଦେବେ। କିନ୍ତୁ ସେହି ପର୍ଯ୍ୟନ୍ତ ଆମମାନଙ୍କର ଧୈର୍ଯ୍ୟ ଧରି ରହିବାକୁ ପଡ଼ିବ। କିନ୍ତୁ ସେହି ପର୍ଯ୍ୟନ୍ତ ଆମମାନଙ୍କର ବିଶ୍ୱାସ ଦୃଢ଼ୀଭୂତ ହୋଇ ରହିବାକୁ ପଡ଼ିବ। କିନ୍ତୁ ଏମାନଙ୍କର ଆବ୍ରାହମ ଏବଂ ସାରାଙ୍କର ବିଶ୍ୱାସ ଯେତେବେଳେ ସମୟ ଅତିକ୍ରମ ହୋଇଯାଉଛି, ଏମାନେ ବିଶ୍ୱାସରେ ଦୁର୍ବଳ ହୋଇଗଲେ। ତାପରେ ସେ ହାଗାରଙ୍କ ଦ୍ୱାରା ଏକ ସନ୍ତାନ ପାଇବାର ଆମେ ଦେଖୁଅଛୁ। ଏଠାରେ ଆବ୍ରାହମ ସାରାଙ୍କର କଥାକୁ ସେ ମାନିଲା। ସାରା ଯେ କହିଲେ, ଦେଖ ଆବ୍ରାହମ ମୋର ସ୍ୱାମୀ, ବର୍ତ୍ତମାନ ମୋର ସନ୍ତାନ ହେଉନାହିଁ, ପରମେଶ୍ୱର ମୋର କୋଖକୁ ବନ୍ଦ କରିଦେଇଛନ୍ତି। ତୁ ଗୋଟେ କାମ କର, ମୋର ଯେଉଁ ଦାସୀ ଅଛି ତାହା ପାଖକୁ ତୁ ଯା, ଆଉ ତାହା ଦ୍ୱାରା ମୋ ନିମନ୍ତେ ଏକ ସନ୍ତାନ ତୁ ଜନ୍ମ କର। ଏହି ପ୍ରକାର ଯେତେବେଳେ କହିଲା, ସେ ସାରାଙ୍କର କଥାକୁ ସେ ମାନିଲା। ଆଉ ପରମେଶ୍ୱର ଯେଉଁ କଥା କହିଥିଲେ, ପରମେଶ୍ୱର ଯେଉଁ ବାକ୍ୟ କହିଥିଲେ, ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାକୁ ସେ ମାନିଲେ ନାହିଁ ବା ସେ ଭୁଲିଗଲେ। ସେହି ପ୍ରକାରେ ଆଦମ ମଧ୍ୟ ତାର ସ୍ତ୍ରୀଙ୍କର କଥାକୁ ମାନି ସେ ଫଳକୁ ଖାଇଲା ଆଉ ସେ ପାପ କଲା। ଆଉ ବର୍ତ୍ତମାନ ଆବ୍ରାହମ ମଧ୍ୟ ତାଙ୍କ ସ୍ତ୍ରୀଙ୍କର କଥାକୁ ଶୁଣି ସେ ପାପରେ ପତିତ ହେଉଅଛି। ସ୍ତ୍ରୀଙ୍କ କଥା ଶୁଣ, ତମ ପତ୍ନୀଙ୍କ କଥାକୁ ଶୁଣ। ଏହି କଥା କେତେବେଳେ ଆସିବ? ଯେତେବେଳେ ସେ ଯଦି ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ, ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଯଦି କହୁଛି, ତାହେଲେ ସ୍ତ୍ରୀଙ୍କ କଥା ଶୁଣିବା ଆବଶ୍ୟକ। ପରମେଶ୍ୱରଙ୍କର ବାକ୍ୟ ବିରୁଦ୍ଧରେ ସେ ଯଦି କୁହେ, ତେବେ ସ୍ତ୍ରୀଙ୍କର କଥା ହେଉ କିମ୍ବା ଯେକୌଣସି ବ୍ୟକ୍ତିର କଥାକୁ ଶୁଣିବା ଉଚିତ ନୁହେଁ। ଆବ୍ରାହମ ସ୍ତ୍ରୀଙ୍କର କଥା ଶୁଣିଲା, ତାର ମାନେ
मनुष्य जहाँ चाहे ताहा करबा निमंते अब्राहम मध्य सहमत हेले। एही पर्व रे आमने मुख्य करी तीन जनकर मुख्य भूमिका आमने देखा पारुछु। प्रथम हैला सारा, आउ द्वितीयटी होछि अब्राहम, आउ तृतीयटी होछि हाजिरा बा ओडिया रे जाहाको हागर बोली कहा जाए। एही तीन जनकर कार्य आमने एही पर्व रे जितेबेले आमने देखु से मानकर कार्य परमेश्वरंकर इच्छार विपरीत रे कार्य करिवार आमने देखा पाऊ। जेतेबेले आमने परमेश्वरंकर विपरीत कार्य आमने करने को लागू सही समय ठारू आमମାନଙ୍କର कार्य पतन हेबाको लागे। अब्राहम को जीवन रे तार संपूर्ण जीवन रे यही कथाटी एक ता जीवन पाई एक कला चिन्ह होई रहीगला, जहाँकि से तार स्त्री को जोटी से मना करबा कथा किंवा तार स्त्री को कथा को न माने ताको बुझेबार थिला किंवा ताको किछि उपदेश दे ताको अन्य प्रकार ताको कहबा कथा थिला, किंतु से सही प्रकार कार्य कले नाही। आओ से जेतेबेले गर्भवती हैला से मानकर विचार जे हाँ परमेश्वरंकर इच्छा यही थिला, एथिपाई से गर्भवती हैला। से माने तार रिजल्ट को पॉजिटिव पाइबा पाई चाहूथिले, किंतु ताहा पॉजिटिव न थिला, ताहा नेगेटिव ही थिला। It was the negative result in the sight of God. They thought that this is positive result, but it was the negative result. से माने हागरों को गर्भवती को देखी से माने आनंदित होइथिले। ता द्वारा हागरों द्वारा जो संतान जन्म हेबो से मोर संतान हेबो बोली सारा से भूल रे भावुथिला। हागर सी स्पिरिचुअल स्त्री नथिला, आत्मिक स्त्री नथिला। से मिस्र देश ठारू अन्य जाति से आसीथिबा एक स्त्री थिला। से प्रभु को भय विश्वास विषय ताको जଣା नथिला। सही स्त्रीटी जेतेबेले गर्भवती हैला से तार स्वामिनी को ऊपर से दुर्व्यवहार करने को लगला। जेतेबेले हागर गर्भवती हैला से तांकर स्वामिनी को से तुच्छ मनरे तुच्छ दृष्टि से देखा लगला। जेतेबेले से हागर सारांको उपरे तुच्छ व्यवहार करने को लगला, सारा भाविला जे हागर से अब्राहम को सहित तार मन लागिगला। आउ अब्राहम मध्य मते से तुच्छ करुथिबो। एही प्रकार भावरे से अब्राहम को कहले जे से मते जो प्रकार व्यवहार करुअछि तार हिसाब तार प्रतिफल परमेश्वर तुमको दियंतु। एही प्रकार से अब्राहम को से कहिबार मैंने देखुछु। वर्तमान जेतेबेले सारा से कष्ट पाइबा को लागिला से परमेश्वर को मने पकाउछि। आओ से कहूछि तोर बदला परमेश्वर ही नियंतु। तो प्रति जो हागर मो प्रति जो व्यवहार करुछि तार परिणाम परमेश्वर तार प्रतिफल परमेश्वर तुमको दियंतु। एही प्रकार सारा अब्राहम को कहूछि। माने वर्तमान से परमेश्वर को मने पकाउछि। ता पूर्व परमेश्वर कहितिबा कथा को ताकू मने पड़ी नथिला। आउ सेठारे अब्राहम से खोली कि से कथा कहि देउछंती, तोर दासी तो पाखरे अछि, आउ तू जहा चाहू ताहा ता संगरे तू करिपार।
ତହିଁରେ ଆବ୍ରାହମ ସାରାଙ୍କୁ କହିଲେ, ଦେଖ ତୁମ୍ଭର ଦାସୀ ତୁମ୍ଭ ହାତରେ ଅଛି, ତୁମ୍ଭକୁ ଯାହା ଭଲ ଲାଗେ ତାହା ତୁ ତା ପ୍ରତି କରେ। ତହିଁରେ ସାରା ହାଗର ପ୍ରତି କଠିନ ବ୍ୟବହାର କରିବାକୁ ଲାଗିଲା। ତାପରେ ତା ପାଖରୁ ହାଗର ପଳାଇଗଲା। ଏହି ପ୍ରକାର କହିଦେଇ ଆବ୍ରାହମ ସେ ସାଇଡ୍ ହୋଇଗଲେ। ତାପରେ ବର୍ତ୍ତମାନ ସାରା ସେ ଜଣେ କ୍ରିମିନାଲ ହୋଇଗଲେ। ବର୍ତ୍ତମାନ ସାରା ସେ କ୍ରୂରତା ସହିତ ହାଗରଙ୍କ ସହିତ ସେ ବ୍ୟବହାର କଲା, କଠିନ ବ୍ୟବହାର କଲା। ଦେଖନ୍ତୁ, ଏଠାରେ ବିଚାର କରିବାର କଥା, ସେ ଜଣେ ଗର୍ଭବତୀ ମହିଳା, ଆଉ ଗର୍ଭବତୀ ମହିଳାଙ୍କ ପ୍ରତି କି ପ୍ରକାର ବ୍ୟବହାର କରିବା କଥା ତାହା ସେ ପ୍ରକାର ସେ କଲା ନାହିଁ। ଆଉ ସେ ହାଗରଙ୍କୁ କେତେ କଷ୍ଟ ଦେଇଥିବ, କେତେ କଠିନ ତାକୁ କଷ୍ଟ ଲାଗିଥିବ। ତେଣୁ ସେ ତାର ଘର ଛାଡ଼ି ଆବ୍ରାହମଙ୍କ ଘର ଛାଡ଼ି ସେ ପଳାଇଗଲା। ଏହି ପ୍ରକାରେ ଏଠାରେ ତିନି ଜଣଙ୍କର ଯେଉଁ ରୋଲ୍ ଆମେ ଦେଖୁଅଛୁ, ତିନି ଜଣଙ୍କ ମଧ୍ୟରେ କାହାରି ମଧ୍ୟ ଏକ ବିଶ୍ୱାସୀର ଜୀବନ ନାହିଁ। କେମିତି ଆମେ କହିପାରିବା ଯେ ଏକ ଖ୍ରୀଷ୍ଟୀୟ ବିଶ୍ୱାସୀ ଲୋକମାନଙ୍କର ଜୀବନ ବୋଲି ବା ପ୍ରଭୁଙ୍କର ଲୋକମାନଙ୍କର ଜୀବନ ବୋଲି? ଏଠାରେ ସମସ୍ତେ ନିଜର ନିଜର ରାସ୍ତା ସେମାନେ ଖୋଜିଲେ। ଆବ୍ରାହମ ସେ ସାରାଙ୍କ କଥା ଶୁଣିଲେ, ଆଉ ଏକ ସ୍ତ୍ରୀଙ୍କ କଥା ଶୁଣି ସେ ପାପ କଲେ। ପୁଣି ପରମେଶ୍ୱରଙ୍କର ଆଜ୍ଞାକୁ ସେ ତୁଚ୍ଛ କଲେ। ପୁଣି ସାରା ସେ ନିଜର ମନ ଲଗେଇ, ନିଜର ଜ୍ଞାନ ଲଗେଇ ସେ ଭାବିଲେ ଯେ ମୋର ତ ପରମେଶ୍ୱର ଗର୍ଭକୁ ବନ୍ଦ କରିଦେଇଛନ୍ତି, ତ ସେ ଭାବିଲା ମୋ ଦାସୀ ଦ୍ୱାରା ମୁଁ ସନ୍ତାନ ପ୍ରାପ୍ତ କରିବି, ଆଉ ସେ ମୋର ସନ୍ତାନ ହେବ। ନିଜର ଦିମାଗ, ନିଜର ଜ୍ଞାନ, ନିଜର ବୁଦ୍ଧି କୌଶଳ ସେ ସେଠାରେ ଲଗେଇଲା। ଆଉ ସେ ଆବ୍ରାହମକୁ ମଧ୍ୟ କହିଲା, ଆଉ ଆବ୍ରାହମ ମଧ୍ୟ ସେଠାରେ ସାମିଲ ହୋଇଗଲେ। ପୁଣି ହାଗରଙ୍କ କଥା ଯଦି ଦେଖିବା, ସେ ଅବିଶ୍ୱାସୀ ସ୍ତ୍ରୀ ଥିଲା। ସେ ମିଶର ଦେଶଠାରୁ ଅନ୍ୟ ଜାତି ଥିଲା। ଆଉ ସେ ଆସି ଯେତେବେଳେ ସେ ଗର୍ଭବତୀ ହେଲା, ତା ଜୀବନରେ ଅହଙ୍କାର, ତା ଜୀବନରେ ଗର୍ବ ମାଡ଼ି ବସିଲା। ଆଉ ସେ ତାର ସ୍ୱାମିନୀକୁ ତୁଚ୍ଛ ମନେ କରିବାକୁ ଲାଗିଲା। ତାର ମାନେ ଏଠାରେ ଯେଉଁ ତିନି ଜଣଙ୍କର ରୋଲ୍ ଆମେ ଦେଖୁଅଛୁ, ତିନି ଜଣଙ୍କ ମଧ୍ୟରେ କାହାରି ଗୁଣ ମଧ୍ୟ ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ନାହିଁ। ଏଠାରେ ଆମମାନେ ଆବ୍ରାହମକୁ କି ପ୍ରକାର ଜଣେ ବିଶ୍ୱାସୀ କହିପାରିବା? ସେ ପରମେଶ୍ୱରଙ୍କର କଥାକୁ ନ ମାନି ସେ ଏକ ସ୍ତ୍ରୀର କଥାକୁ ସେ ମାନିଲା। ଆବ୍ରାହମଙ୍କର ସ୍ତ୍ରୀ ସାରାଙ୍କର କଥାକୁ ସେ ମାନିଲା। ପୁଣି ସେ ଏକ ଗର୍ଭବତୀ ମହିଳାକୁ ସେ କଷ୍ଟ ଦେବା ପାଇଁ ସେ କହିଲା। ଗର୍ଭବତୀ ସ୍ତ୍ରୀକୁ ତାକୁ କି ପ୍ରକାରେ ତାକୁ ସେବା କରିବା କଥା ସେହି ପ୍ରକାରେ ନ କହି ସେ ତାକୁ ଅଧିକାର ଦେଇଦେଲେ ଯେ ସମସ୍ତ ଅଧିକାର ତୋ ପାଖରେ ଅଛି, ତୋର ଇଚ୍ଛା ଯାହା ତାହା ତୁ କରିଦେ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନଙ୍କର ଜୀବନରେ ମଧ୍ୟ ଏହି ପ୍ରକାର ସମସ୍ୟା ଆସିଥାଏ। କେବେ ଆସିବ? କେବେ ଆମମାନଙ୍କ ଜୀବନରେ ଏମିତିକା ପରିସ୍ଥିତି ଆସିବ ଯେବେ ଆମମାନେ ନିଜର ବୁଦ୍ଧି ଲଗାଉ, ନିଜର ଜ୍ଞାନ ଲଗାଉ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ ନ କରୁ, ତେବେ ଆମମାନଙ୍କ ଜୀବନରେ ଏହି ପ୍ରକାର ପରିସ୍ଥିତି ଆସିଥାଏ। ଆଉ ଯେତେବେଳେ ହାଗର ସେ
ଆବ୍ରାହମ को घर को से छाड़ी से पलई गला आउ से एक जंगल रे से जेतेबेले बसी से कांदुला सही समय स्वर्गदूत जाई ताहाको कथबार्ता करिवार आमने देखुछु। एक से जड़े अविश्वासी स्त्री थिले मध्य से जड़े अन्य जातिर एक स्त्री थिले सुद्धा परमेश्वर तार लुह बहाइबार परमेश्वर ताको देखिले। मोर प्रिय परमेश्वर से होछंती प्रेमी परमेश्वर जे क्रंदन करे जे लुह बहाए से मानकु परमेश्वर उद्धार करने पाई रास्ता देखांती। परमेश्वरंकर दूत सेठारे से हागर को भेटी पचारछंती, हे सारांकर दासी, हे हागर तू कुआड़े जाउछु, कुआड़े कोठु आसलु आ कुआड़े जाउछु। एही प्रकार सेठारे ताको प्रश्न करिवार हमने देखु। परमेश्वर से समस्त विषय को से जानती, से को जगार अच्छी ताहा भी से जानी थिले, आउ को जगारु से आसुची ताहा भी जानी थिले, आ तार नाम मध्य जानले, आ कहार दासी ताहा मध्य से जानिले। तेणु से नाम दे बा नाम धरी ताको कहले पचारले, किंतु से कोठु आसुचु कुआड़े जाउचु से कथा पचारबार अर्थ से हागर को निजर गुण से देखेबा को चाहुतिले। से कहिले जे हे हागर, हे सारांकर दासी, आउ ए प्रकार से परिचय से जेतेबेले कहिले, नाम भी कहिले आ कहार दासी से कथा कहिले जे यह शुणी से मोर कथा को से विश्वास करू। से भाविबो जे मोर कथा को ये केमिति जानिला, सेठू से अवश्य मो ऊपर विश्वास करबा, मो कथा को मानिबो। एथिपाई परमेश्वर स्वर्गदूत तार नाम एवं तार स्वामिनीकर नाम बा सारांकर नाम नहीं से डाकी कहिले, तू वर्तमान तोर स्वामिनी को पाखक जा, आओ ताको तू सेवा कर, ता सहित प्रेम देखा। यही प्रकार परमेश्वरंकर दूत हागर को कहिले। परमेश्वरंकर दूत हागर को कहला, वर्तमान तू जा तोर स्वामिनी को पाखक, सारा को पाखक, आओ ताहार तू सेवा कर। आओ से स्वर्गदूत बा परमेश्वरंकर स्वर्गदूत से कहले जे देखो तू जो गर्भवती अच्छो, आओ जो संतान जन्म हेब से महान हेब, मु तोहर वंश को बहुत बढ़ेबी। यही प्रकार प्रतिज्ञा करी परमेश्वर से हागर को कहले। तेणु तार नाम मध्य रखिबा पाई तार नाम तू इस्माइल बोली रखिबो, एही प्रकार कहले। एही कथारू हागर से विश्वास कले। मोर प्रिय एठारे आमन को विचार करबार कथा जे से जणे अविश्वासी स्त्री हेले सुद्धा परमेश्वर तांकरी प्रार्थना को, तांकरी क्रंदन को परमेश्वर देखिले, परमेश्वर शुणिले। जड़े अविश्वासीर प्रार्थना मध्य परमेश्वर शुणती। आओ परमेश्वर कहले तोर पुत्र जो जन्म हेब से महान हेब, तार थॉट्स डिफरेंट प्रकार हेब, अन्य लोक मानक ठारो से अलगा प्रकार विचार करबा लोक हेब, ये अलगा प्रकार कार्य करबा को चाहिबो, आ अलगा प्रकार से सफलता पाइबा पाई से चाहिबो। से इस्माइल बोले नाम ख्यात हेब, से जड़े डिफरेंट व्यक्ति हेब, अलगा प्रकार व्यक्ति हेब।
ଏହି ପ୍ରକାର କହି ସ୍ୱର୍ଗଦୂତ ତାହାଙ୍କୁ କହିଲେ, ତୁ ତୋର ସ୍ୱାମିନୀ ପାଖକୁ ତୁ ଫେରିଯା, ଆଉ ତାର ଅଧୀନରେ ତୁ ରହ। ତାପରେ ହାଗର ଯେତେ ବି କଷ୍ଟ ଆସୁ, ଏହା ପରମେଶ୍ୱର ମୋତେ କଥା କରିଛନ୍ତି, ମୋତେ କହିଅଛନ୍ତି, ତାହା ବିଶ୍ୱାସ କରି ସେ ପୁନର୍ବାର ତାର ସ୍ୱାମିନୀଙ୍କ ନିକଟକୁ ସେ ଫେରି ଆସିଲେ। ତାପରେ ହାଗର ସେ ସନ୍ତାନ ପ୍ରସବ କଲେ। ଆଉ ସେତେବେଳେ ଆବ୍ରାହାମଙ୍କର ବୟସ 86 ବର୍ଷ ବୟସ ହୋଇଥିଲା। ତେଣୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନେ ପ୍ରଭୁଙ୍କର ବାକ୍ୟକୁ ମାନିବା ଦ୍ୱାରା ହିଁ ଆମମାନେ ଆନନ୍ଦରେ ରହିପାରିବା। ପ୍ରଭୁଙ୍କର ଆଜ୍ଞାକୁ ପାଳନ କରିବା ଦ୍ୱାରା ହିଁ ଆମମାନେ ଖୁସିରେ ରହିପାରିବା। ଏଠାରେ ଆମମାନେ ଦେଖୁଅଛୁ ଆବ୍ରାହମ ଏବଂ ସାରାଙ୍କ ଜୀବନ ଏବଂ ହାଗରଙ୍କ ଜୀବନ, ଏହି ତିନି ଜଣଙ୍କର ଜୀବନ ଯେତେବେଳେ ଆମମାନେ ଦେଖିଲୁ, ଏମାନେ ତିନି ଜଣଙ୍କର ଏକ ପ୍ରକାର ସ୍ୱଭାବ ଥିଲା। କିଏ କାହାରି ଠାରୁ କମ୍ ନଥିଲେ, କାରଣ ପରମେଶ୍ୱରଙ୍କର ଆଜ୍ଞାକୁ ସେମାନେ ମାନିଲେ ନାହିଁ। ପରମେଶ୍ୱର ଯେଉଁ ବାକ୍ୟ କହିଥିଲେ, ସେ ବାକ୍ୟ ଅନୁସାରେ ଏମାନେ ଚାଲିଲେ ନାହିଁ। ପରମେଶ୍ୱର କହିଲେ, ଦେଖ, ମୁଁ ତୁମର ବଂଶକୁ ମୁଁ ବଢ଼େଇବି ଆଉ ମୁଁ ତୁମମାନଙ୍କୁ ସନ୍ତାନ ଦେବି। କିନ୍ତୁ ପରମେଶ୍ୱରଙ୍କର ବାକ୍ୟକୁ ସେମାନେ ଭୁଲିଗଲେ। ପରମେଶ୍ୱରଙ୍କର କଥାକୁ ସେମାନେ ଭୁଲିଗଲେ। ପରମେଶ୍ୱରଙ୍କ କହିଥିବା ବାକ୍ୟ ଯେ ଜଲ୍ଦି ପୁରା ନ ହେବାରୁ, ତାହା ସଫଳ ନ ହେବାରୁ ସେମାନେ ଭାବିଲେ ଯେ ପରମେଶ୍ୱର କହିଛନ୍ତି, କିନ୍ତୁ ତାହା ହେବ କି ନ ହେବ, ଏହି ପ୍ରକାର ମନରେ ସେମାନଙ୍କ ଜୀବନରେ ପ୍ରଶ୍ନ ଭରି ରହିଲା। ତାପରେ ସେମାନେ ନିଜର ଇଚ୍ଛାକୁ ସେମାନେ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କଲେ। ନିଜର ବୁଦ୍ଧି, ନିଜର କୌଶଳ ସେମାନେ ଲଗେଇଲେ। ତାପରେ ସେ ସାରା ନିଜର ବୁଦ୍ଧିରୁ ସେ ଏକ ସନ୍ତାନ ପ୍ରାପ୍ତ ହେବା ପାଇଁ ହାଗରଙ୍କ ନିକଟକୁ ଆବ୍ରାହମକୁ ପଠାଇଲେ, ବା ଆବ୍ରାହମକୁ ସ୍ତ୍ରୀ ହେବା ପାଇଁ ତାକୁ ଦେଉଛନ୍ତି। ଆଉ ତାଠାରୁ ଯେଉଁ ସନ୍ତାନ ପ୍ରାପ୍ତ ହେବ, ସେ ମୋହର ସନ୍ତାନ ହେବ। କିନ୍ତୁ ତାହା ପରମେଶ୍ୱରଙ୍କର ଇଚ୍ଛା ସେହି ପ୍ରକାରେ ନଥିଲା। ତାପରେ ଆବ୍ରାହମ ମଧ୍ୟ ସେହି ପ୍ରକାରେ ସେ ପରମେଶ୍ୱରଙ୍କର ବାକ୍ୟକୁ ସେ ବିଶ୍ୱାସ ନ କରି ସ୍ତ୍ରୀଙ୍କର କଥାକୁ ସେ ବିଶ୍ୱାସ କଲେ। ସ୍ତ୍ରୀଙ୍କର ଆଜ୍ଞାକୁ ସେ ବିଶ୍ୱାସ କଲେ, ବା ସ୍ତ୍ରୀଙ୍କର କଥାକୁ ସେ ରଖିଲେ, କିନ୍ତୁ ପରମେଶ୍ୱରଙ୍କର କଥାକୁ ସେ ବିଶ୍ୱାସ କଲେ ନାହିଁ। ତାହା ଆମମାନେ ଏଠାରେ ଦେଖିବାକୁ ପାରୁଅଛୁ। ତେଣୁ ଏଠାରେ କେହି ମଧ୍ୟ ବିଶ୍ୱାସୀର ଜୀବନ କି ପ୍ରକାର ହେବା କଥା, ତାହା ଆମେ ଏଠାରେ ଦେଖିପାରୁନାହୁଁ। ପରମେଶ୍ୱରଙ୍କର ଅଦ୍ଭୁତ କାର୍ଯ୍ୟମାନ ଦେଖି ମଧ୍ୟ ଅନେକ ଲୋକ ଆମମାନେ ସେହି ଆବ୍ରାହମଙ୍କ ପରି ଅବିଶ୍ୱାସୀ ହୋଇଯାଇଥାଉ। ପରମେଶ୍ୱରଙ୍କର ବାକ୍ୟ ଆମମାନେ ପଢ଼ୁ, ପରମେଶ୍ୱରଙ୍କର ବାକ୍ୟ ଆମମାନେ ଶୁଣୁ, ତଥାପି ଆମମାନଙ୍କର ବିଶ୍ୱାସ ହୋଇନଥାଏ। ଠିକ୍ ଯେପରିକି ଆବ୍ରାହମ ଏବଂ ସାରାଙ୍କର ବିଶ୍ୱାସ ସେହି ପ୍ରକାର ହୋଇଥିଲା। ତେଣୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆସନ୍ତୁ ଆମମାନେ ପରମେଶ୍ୱରଙ୍କର ଆଜ୍ଞାକୁ ମାନିବା ଆଉ ପରମେଶ୍ୱରଙ୍କ ବାକ୍ୟ ଉପରେ ବିଶ୍ୱାସ କରିବା। ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ। ଆମେନ୍।